না কবার জাকি নাই কবারটারে মাটি রাখলা না কই কবার শান্তি আপন কত 2000 শান্তি রাতে 4:30 বেড়ে গাড়িটা আসিকি আম ঘর ভাঙ্গি করে আমার মার এক্সিডেন্ট হয়ে গলা আমি সমস্তে টিকে ভর্তি গলু ঘরে কেতে জন শোইলে আমি 7 জন 7 জন ଥିଲେ আজ্ঞା ସେଥିରୁ ଆପଣଙ୍କର ମାଙ୍କର ଦେହାନ୍ତ ହେଇଛି। ହଁ ଦେହାନ୍ତ ହେଇଛି। ଆଜି ଯେଉଁ ରାଜରାସ୍ତା ଆପଣ ରକ୍ କରିଛନ୍ତି କ'ଣ ଦାବି ରଖୁଛନ୍ତି? ଆମର ଆଜ୍ଞା ନଗଦ ନିନା 15 ଲକ୍ଷ ଟଙ୍କା ମିଳିବ ଆଉ ସେତିକି ହେଲେ ଆମର ରାସ୍ତା ଛାଡ଼ିଦେବ। ଘଟଣାସ୍ଥଳରେ ପୁଲିସ ପ୍ରଶାସନ ପହଞ୍ଚିଛି ତହସିଲଦାର ନିଜେ ଗୋକୁଳାନନ୍ଦ ସାହୁ ଏସଡିପିଓ ପହଞ୍ଚିଛନ୍ତି କ'ଣ ସବୁ ଆପଣଙ୍କୁ କହୁଛନ୍ତି ଯେ ରାସ୍ତାର ଛାଡ଼ି ଦିଅନ୍ତୁ ବୋଲି କହୁଛନ୍ତି। ଆମକୁ ଆଜ୍ଞା ଦେଖୁନ ଘର ଅବସ୍ଥା ଦେଖୁନ ଆଉ ଲୋକ ଅବସ୍ଥା ଦେଖୁନ ଆଉ ଆମର ଏଇ କ୍ଷତି ରହିବ ଆଜ୍ଞା ଦେଖୁନ ତ ସେମାନେ କ'ଣ ଆପଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କିଛି ଯେ କ୍ଷତିପୂରଣ ଦେବେ ବୋଲି? କ୍ଷତିପୂରଣ ଆମର ସେ 10,000 କହୁଥିଲେ ଯେ 10,000 ଟଙ୍କାରେ ଆମର କି ହେବ ଆଜ୍ଞା ଆମର ଘରଟା ଭାଙ୍ଗି ଯାଇଛି ରହିମୁ କୋଉଠି ଖାଇମୁ କୋଉଠି ପିଇମୁ କୋଉଠି ତାପରେ ସବୁ ସରକାର ଅଛି ଆମର ମା ଦେହାନ୍ତ ହେଇଯାଇଛନ୍ତି କ'ଣ କରିବା କ'ଣ ଚାହୁଁଛନ୍ତି? ଯେତେ ଲକ୍ଷ ନଗଦ ଟଙ୍କା ଚାହୁଁଛି ଦେଲେ ଆମର ସବୁ କିଛି ସବୁ ମୁଁ ଆମେ ରାସ୍ତାରୁ ଛାଡ଼ିଦେବୁ। ରାସ୍ତା କଡ଼ରେ ଥିବା ଏକ ଘରେ ଗୋଟିଏ ଟ୍ରକ୍ ମାଡ଼ିଯିବାରୁ ଘର ଭିତରେ ଶୋଇଥିବା ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡବୋସ୍ ଗାଁରେ ଆଜି ଭୋର ସମୟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହାକି ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ୍ ରାସ୍ତା ପାର୍ଶ୍ୱରେ ଥିବା ଘରେ ପଶିଯିବାରୁ ଘଟଣାସ୍ଥଳରେ ଘରେ ଶୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରୁ ଅନ୍ୟ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ତେବେ ମୃତ ବୃଦ୍ଧା ଜଣଙ୍କ 60 ବର୍ଷିଆ କମଳା ପାତ୍ର ବୋଲି ଜଣାପଡ଼ିଛି। ଦାଣ୍ଡବୋସ୍ ଗାଁରେ କମଳା ପାତ୍ର ନିଜ ପରିବାର ସହ ରହୁଥିଲେ। ରାତିରେ ଖାଇ ପିଇ ସମସ୍ତେ ଘରେ ଶୋଇବା ପରେ ଆଜି ଭୋର ସମୟରେ ହଠାତ୍ ଏକ ଟ୍ରକ୍ ତାଙ୍କ ଘର ଉପରେ ମାଡ଼ି ଯାଇଥିଲା। ଫଳରେ ଘର ଭିତରେ ଖଟିଆରେ ଶୋଇଥିବା କମଳାଙ୍କୁ ଟ୍ରକ୍ ଚଢ଼ାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପରିବାରର ଅନ୍ୟ 7 ଜଣ ସଦସ୍ୟ। କିନ୍ତୁ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଜଣଙ୍କ ଗାଡ଼ି ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ତୁରନ୍ତ 15 ଲକ୍ଷ ଟଙ୍କା କ୍ଷତିପୂରଣ ଓ ଘରର ମରାମତି ଦାବି କରି କମଳାଙ୍କ ପରିବାର ସମେତ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିବା ବେଳେ ଯାତାୟାତ ମଧ୍ୟ ଠପ୍ ହୋଇଛି। ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ପୋଲିସ ଟିମ୍ ଏବଂ ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ମାତ୍ର ଆନ୍ଦୋଳନକାରୀ ନିଜ ଜିଦ୍ରେ ଅଟଳ ରହି କ୍ଷତିପୂରଣ ମିଳିଲେ ରାସ୍ତା ରୋକରୁ ହଟିବେ ବୋଲି ପ୍ରକାଶ କରିଛନ୍ତି। କେତେବେଳେ ପଶିଛି ଗାଡ଼ି? 4:30 ରାତିରେ ପଶିଛି। ତ କ'ଣ ଚାହୁଁଛୁ ଆଜି ରାସ୍ତା ରୋକ ଯେଉଁ କରିଛନ୍ତି? ଆମେ ଦେଖୁଥିଲୁ ତହସିଲଦାର ପୁଲିସ ପ୍ରଶାସନ ପହଞ୍ଚୁଛି, ସେମାନେ କ'ଣ କହୁଛନ୍ତି ଆପଣଙ୍କୁ? ତ ଆପଣ କ'ଣ ଚାହୁଁଛନ୍ତି? ତ ଆପଣ କିଏ ମରି ଯାଇଛନ୍ତି? ଶାଶୁ ମରି ଯାଇଛନ୍ତି। ହସ୍ପିଟାଲ ନେଇଛନ୍ତି? ସାଙ୍ଗେ ସାଙ୍ଗେ ମରି ଯାଇଛନ୍ତି। କାନ୍ଥ ଦଶକି ଗଲା। ତ ବର୍ତ୍ତମାନ ଆପଣଙ୍କର ଦାବି କ'ଣ ରହୁଛି? ତେବେ ରାସ୍ତା ଛାଡ଼ିବେ? না কবার জাকি নাই কবারটারে মাটি রাখলা না কই কবারটাকে জাকি দেলা টুপি হয়ে গেল পুরা মো শাশু সেপটে ভাঙিছে সেপটে কান্ত যাইছে। ময়ূরভঞ্জ জিলা রাইরଙ୍ଗপুরରୁ ସୁନୀଲ କୁମାର ମହାପାତ୍ରଙ୍କ ରିପୋର୍ଟ କୋଣାର୍କ ଲାଇଭ୍।